କୋଟଗାଁ ସ୍ଥିତ ଝାଡ଼େଶ୍ୱର ମନ୍ଦିର ଦ୍ୱାର ଖୋଲନ୍ତେ ଆମ୍ଭେ ପୂଜକଙ୍କ ହାତକୁ ନଡ଼ିଆ ବଢ଼ାଇ ଫୁଲ ଧୂପ ଦିଅନ୍ତେ। ପଣ୍ଡାଏ ପଚାରନ୍ତି, ଏଥରକ ମହାଯଜ୍ଞ କେଉଁଠି? ଶ୍ରୀକ୍ଷେତ୍ରରେ? ଲୋତକ ଭରା ନୟନରେ ପାଟିରୁ ମୋର ବାହାରି ପଡ଼ିଲା, ହଁ ଆଜ୍ଞା, ଠାକୁରଙ୍କୁ ଜଣାଇବେ। ଶ୍ରୀଫଳ ଜଳାଭିଷେକ କରାଇ ଶ୍ଲୋକ ପାଠ ସହିତ ଆଶୀର୍ବାଦ କରି ଆମ୍ଭକୁ ବିଦାୟ ଦେଲେ। ଯାତ୍ରା ଆରମ୍ଭର ଖଣ୍ଡେ ଦୂର ମଙ୍ଗୁଲି ଓ ଜଗତପୁର ମଧ୍ୟସ୍ଥ ବିରୂପା ନଦୀ ଧାରରେ ଅବସ୍ଥିତ ବିରୂପାକ୍ଷେଶ୍ୱର ମନ୍ଦିର ସମ୍ମୁଖରେ ଭିଡ଼ ଲାଗିଥାଏ। ପୂଜକ ଅପେକ୍ଷା କରିଥିଲା ଭଳି ଆମ୍ଭକୁ ଦେଖିଦେଇ ପଚାରିଲେ, କ'ଣ ଶ୍ରୀମନ୍ଦିରକୁ ଯାତ୍ରା କରୁଛନ୍ତି କି? ଦୁଇଟି ଜାଗାରେ ଏକାଭଳି ପ୍ରଶ୍ନ ମୋ ମନର ଭାବକୁ ଦ୍ୱିଗୁଣିତ କଲା। ନୟନରୁ ଲୋତକର ଧାର ଛୁଟିଗଲା। ବାଷ୍ପରୁଦ୍ଧ କଣ୍ଠରେ ମୁଁ ପଦନ ବାହିକି କହିଲି, କିଛି ଅନୁଭବ କରୁଛ ତ? ଆଖିରୁ ଲୁହ ପୋଛି ହଁ ଭରିଥିଲେ। ମହାପ୍ରଭୁଙ୍କୁ ଜଳାଭିଷେକ କରାଇ କିଛି ସମୟ ଧ୍ୟାନ କରି ଯାତ୍ରା ଆରମ୍ଭ କରିଥିଲୁ। ଉତ୍ତରାସ୍ଥିତ ମାର୍କଣ୍ଡେଶ୍ୱର ମହାଦେବ ପରେ ପିପିଲିସ୍ଥିତ ପାତାଳେଶ୍ୱର ମହାଦେବଙ୍କ ପାଖରେ ପହଞ୍ଚି ଠାକୁରଙ୍କ ମାର୍ଜନା ପାଇଁ ସରଞ୍ଜାମ ନନାଙ୍କ ହାତକୁ ବଢ଼ାଇଥିଲୁ। ପୂଜା ସମାପନ କରି ଆମ୍ଭକୁ ଆଶୀର୍ବାଦ ସହିତ ପଚାରିଥିଲେ, ଆପଣ ଦୁଇଜଣ ଏକ ମହାନ କାର୍ଯ୍ୟରେ ବାହାରିଛନ୍ତି। ଉକ୍ତ କାର୍ଯ୍ୟ ପାଇଁ ପ୍ରତ୍ୟେକ ସ୍ଥାନରେ ଦେବାଦେବୀଙ୍କୁ ନିମନ୍ତ୍ରଣ ମଧ୍ୟ କରୁଛନ୍ତି। ଆମ୍ଭେ ଶ୍ରୀକ୍ଷେତ୍ର ଯାତ୍ରା ସମ୍ବନ୍ଧେ କୁହନ୍ତେ ଠାକୁରଙ୍କ ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ କହିଥିଲେ, ମହାପ୍ରଭୁ, ସମୟ ହୋଇଗଲା। ଶ୍ରୀକ୍ଷେତ୍ର ଏହି ମହାଯଜ୍ଞକୁ ଚାହିଁ ବସିଛି। ଆମେ ଦେଇଥିବା ଦକ୍ଷିଣା ସହିତ କିଛି ମିଶାଇ ମୋ ହାତକୁ ବଢ଼ାଇ ଦେଇ କହିଲେ, ମୁଁ ଜଣେ ଦରିଦ୍ର ବ୍ରାହ୍ମଣ, କ'ଣ ଆଉ ଦେଇପାରିବି? ଏତିକି ନିଅ, ଗୁରୁଦେବଙ୍କୁ ଦେବ, ଯଜ୍ଞ କାର୍ଯ୍ୟରେ ଲଗାଇବେ। ମୁଁ ପ୍ରଭୁଙ୍କୁ ବିନତି କରୁଛି, ଭଲରେ ଭଲରେ ଯଜ୍ଞ କାର୍ଯ୍ୟ ସମାପନ ହେଉ। ଅଳ୍ପ ଦୂର ପଶ୍ଚିମ ମୁଖା ମହାଦେବଙ୍କୁ ନିମନ୍ତ୍ରଣ ଦେବା ପାଇଁ କହି ଆମ୍ଭକୁ ଆଶୀର୍ବାଦ ସହିତ ବିଦାୟ ଦେଲେ। ଦର୍ଶନ ସାରି ପହଞ୍ଚିଲୁ ମା ବାଟମଙ୍ଗଳାଙ୍କ ପାଖରେ। ଉକ୍ତ ମନ୍ଦିର ସପକ୍ଷେ ପୁରାଣ ଓ ଇତିହାସ ଅନେକ ତଥ୍ୟ ଦିଏ। ହେଲେ ଗୁରୁଦେବଙ୍କ ଶ୍ରୀମୁଖ ବାଣୀ ଥିଲା, ଦ୍ୱାପର ଅନ୍ତେ କଳିଯୁଗରେ ମହାପ୍ରଭୁ ଦାରୁ ବ୍ରହ୍ମ ରୂପେ ନୀଳାଞ୍ଚଳ ଧାମରେ ବିଜେ କରିବେ ବୋଲି ସୁଦର୍ଶନଙ୍କୁ ସ୍ଥାନ ନିରୂପଣ କରିବା ପାଇଁ ପଠାଇଥିଲେ। ମା ମଙ୍ଗଳା ସୁଦର୍ଶନଙ୍କୁ ଦର୍ଶନ ଦେଇ ସ୍ଥାନ ସମ୍ବନ୍ଧେ ବର୍ଣ୍ଣନା କରି ପଥ ଦେଖାଇଥିବାରୁ ମା ବାଟମଙ୍ଗଳା ରୂପେ ବିଦ୍ୟମାନ। ମାଙ୍କର ପୂଜା ଅର୍ଚ୍ଚନା ସମାପନ ପରେ ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ପ୍ରବେଶ କରି ବାଟରେ ଘଟିଥିବା ସମସ୍ତ ଘଟଣା ପୂଜ୍ୟ ଗୁରୁଦେବଙ୍କୁ ଜଣାଇଥିଲି। ସମସ୍ତ ଘଟଣା ଶୁଣିବା ପରେ ଆଶୀର୍ବାଦ କରି କହିଥିଲେ, ଆମର ପ୍ରତ୍ୟେକ କାର୍ଯ୍ୟ ପୂର୍ବ ବିଧି ନିର୍ଦ୍ଦିଷ୍ଟ। ଏବେ ହେବାକୁ ଥିବା ମହାଯଜ୍ଞ ସାରା ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ସହିତ ଯୁଗର ମୀମାଂସା ଏବଂ ମର୍ତ୍ତ୍ୟରେ ଦେବଲୀଳାର ପରିପ୍ରକାଶ ପାଇଁ ଉଦ୍ଦିଷ୍ଟ। ପ୍ରତି ସମୟ ଠାକୁରଙ୍କୁ ଧ୍ୟାନ ରଖି ସତର୍କତା ସହିତ କାର୍ଯ୍ୟ କରିବାକୁ ହେବ। आरे भूला मन, आरे भूला मन, अहिंसा धर्म को कर ध्यान। आरे भूला मन, आरे भूला मन, लोभ मोह काम क्रोध कुते जीण, सत्य भाषण रे रख मन। आरे भूला मन, आरे भूला मन, अहिंसा धर्म को कर ध्यान। आरे भूला मन, आरे भूला मन। एबे श्रीमंदिर रे ठाकुरଙ୍କୁ दर्शन करी बाम भाई सहित परामर्श करी आसंता काली ठाकुरଙ୍କ पूजार समस्त बंदोबस्त सारी महाप्रभु को आशीर्वाद नहीं यज्ञस्थल को जीव। बाम भाई श्रीजीवर
ଚନ୍ଦନ ଲାଗି ସେବାରେ ନିଯୁକ୍ତ ବାମଦେବ ଭଟ୍ଟୁଆରୀ। ତାଙ୍କ ସହିତ ମହାଯଜ୍ଞ ସମ୍ବନ୍ଧେ ସବିଶେଷ ଆଲୋଚନା କରିଥିଲୁ। ନିୟତିର ନିର୍ଦ୍ଦେଶକୁ କିଏ ବା ଟାଳିପାରେ? ଆଗରୁ କେବେ ଜଣାଶୁଣା ନଥିବା ଶ୍ରୀମନ୍ଦିରର ସର୍ବମୁଖ୍ୟ ଅଧିକାରୀ ଭିତର୍ଛୁ ଭଗବାନ ମହାପାତ୍ରଙ୍କ ପାଖରେ ଆମ୍ଭକୁ ପହଞ୍ଚାଇ ଯଜ୍ଞ ସହିତ ଚାରିଦିଅଙ୍କ ପୂଜା ଲାଗି ସମସ୍ତ ଆଲୋଚନା ମଧ୍ୟ କରିଥିଲେ। ପରଦିନ 2 ତାରିଖ ବ୍ରାହ୍ମ ମୁହୂର୍ତ୍ତରେ ଭିତର୍ଛୁ ମହାପାତ୍ରେ ସିଂହଦ୍ୱାର ଖୋଲି ମଙ୍ଗଳ ଆଳତି କାର୍ଯ୍ୟ ବଢ଼ାଇ ପରେ ମୈଲମ ଏବଂ ଅବକାଶ ନୀତି ସମାପ୍ତ କରି ଆମ୍ଭର ସମସ୍ତ ପୂଜା ଉପଚାର ରତ୍ନ ସିଂହାସନକୁ ନେଇ ପୂଜା ଆରମ୍ଭ କଲେ। ଚାରିଦିଅଙ୍କ ଶ୍ରୀ ଅଙ୍ଗ ଲାଗି ହୋଇଥିବା ତୁଳସୀମାଳ ଗୁଆ ନଡ଼ିଆକୁ ଧରି ମହାପ୍ରଭୁଙ୍କୁ ଯଜ୍ଞର ମଙ୍ଗଳ କାମନା ସହିତ ପ୍ରଣାମ କରି ବାହାରିଥିଲୁ ଯଜ୍ଞସ୍ଥଳ ଅଭିମୁଖେ। मन सीना जाने महाशून्य भाव आउ जानिब किए। मन सीना जाने महाशून्य भाव आउ जानिब किए। एही मन सीना संपत्तिर साथी। एही मन सीना संपत्तिर साथी। एही मन मोक्ष पाए। मन सीना जाने महाशून्य भाव आउ जानिब किए। परम पूज्य गुरुदेव देइथिबा समस्त संकेत को अनुसंधान करी पहुंचीथिलु नरेंद्र कोण स्थित ओडिशा राज्य परिवहन निगम अधीनस्थ पुराणा बसस्टाण्ड मध्य गुरुदेव प्रकाश करथिबा समस्त संकेत मान यथा 2टी पोखरीर मध्य नरेंद्र पोखरी एवं माजाणा जगर पोखरी। 2टी माँ मंदिर तथा पड़िया मध्य माँ कनक दुर्गा और प्रवेश द्वार माँ सर्वमंगला मंदिर। उक्त स्थान में गोटे भंगा आजबेस्ट घर जहाँ पूर्वर सरकार टिकेट काउंटर थिला। पड़ियार चतुर्पार्श्व घेरी रही सप्तदेव वृक्ष। यज्ञस्थल गोटे बटवृक्ष शोभा पाउथिले। संपूर्ण परित्यक्त अवस्था पड़ रही पड़िया मध्य प्रवेश करी समस्त संकेत को अवलोकन करी आनंद रे भावविहल हो जाई गुरुदेव को समस्त कथा जणाइथिलु। माँ पाखरे किछि समय ध्यान करी स्थान परित्याग करिया पई आज्ञा दैथिलु। मन चगला रे निज चाष कर बसी। मन चगला रे निज चाष कर बसी। ए चाष रे हल बलद न लागे। ए चाष रे हल बलद न लागे। नाही खत माटी किछि मन चगला रे निज चाष कर बसी। मन चगला रे निज चाष कर बसी। दिन पुरी रही स्थान संधान सहित यज्ञ संबंधी अन्यान्य तथ्य संग्रह करी आश्रम को प्रत्यावर्तन करिथिलु। महायज्ञर समस्त साजसज्जा प्राय 1.5 मास समय लगे। एथि निमंते ओडिशा राज्य परिवहन निगम शासन सचिव परमिशन अणागला। इतिमध्यरे बगला धर्मशाला ठारे पूज्य गुरुदेव अवस्थान करुथांती। डिसेम्बर 18 तारिख दिन महायज्ञर शुभ देवा सहित स्थान शुद्धिकरण पाई समस्त आयोजन हो सारी था।
ନିର୍ଦ୍ଦିଷ୍ଟ ସମୟରେ ଶ୍ରୀମନ୍ଦିରର ସର୍ବମୁଖ୍ୟ ଅଧିକାରୀ ବିତର୍ଛୁ ଭଗବାନ ମହାପାତ୍ର ଓ ନବକଳେବର ବା ଘଟ ପରିବର୍ତ୍ତନର ସର୍ବମୁଖ୍ୟ ଅଧିକାରୀ ବିଦ୍ୟାପତି ନବକିଶୋର ପତି ମହାପାତ୍ର ମହାମାନ୍ୟ ଦ୍ୱୟଙ୍କ ସହିତ ମହାପ୍ରଭୁଙ୍କ ଚନ୍ଦନ ଲାଗି ସେବକ ବାମଦେବ ଘଟୁଆରୀ ଅନାମଚରଣ ସାହୁ ସ୍ଥାନୀୟ ନିମନ୍ତ୍ରିତ ଭକ୍ତ ସମୂହ ଯଜ୍ଞର ମୁଖ୍ୟ ଆଚାର୍ଯ୍ୟ ଶ୍ରୀଯୁକ୍ତ ଖଗେଶ୍ୱର ରଥ ଓ ଉଦାସ ପନ୍ଥାର ସମସ୍ତ ସହକର୍ମୀଙ୍କୁ ନେଇ ପୂଜ୍ୟ ଗୁରୁଦେବ ଦିବ୍ୟା 12 ଘଟିକା ସୁଦ୍ଧା ଭୂମି ପୂଜା କରି ବାନା ଦେବା ସହିତ ସ୍ଥାନର ନାମକରଣ କରିଥିଲେ ସୁଦର୍ଶନ କ୍ଷେତ୍ର। କ୍ରମଶଃ କଥା କାନକୁ କାନ ଚାରିଆଡ଼େ ପ୍ରଚାର ହେବା ସହିତ ଗୁରୁଦେବଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଲାଗିଲା। ଶ୍ରୀମନ୍ଦିରର ମହାସେବକମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଗଲା। କିଭଳି ଭାବେ ଅନୁଷ୍ଠିତ ହେବ ଏହି ମହାଯଜ୍ଞ, କ'ଣ ଏହାର ଫଳାଫଳ, କିଏ ଏହି ସାଧୁ ଯିଏକି ଶ୍ରୀକ୍ଷେତ୍ରରେ ପୁଣି ନୂତନ ନାମକରଣ କରି ମନ୍ଦିରର ମୁଖ୍ୟ ଅଧିକାରୀ ଦ୍ୱୟଙ୍କ ଦ୍ୱାରା ମହାଯଜ୍ଞର ଶୁଭ ଦେଲେ। ଏଇଭଳି ଅନେକ କଥା ଖାଲି ଶ୍ରୀମନ୍ଦିରରେ ନୁହେଁ, ସମଗ୍ର ପୁରୀ ସହରରେ ଏକ ପ୍ରଶ୍ନବାଚୀ ହୋଇ ରହିଲା। ଗୁରୁଦେବ ଶ୍ରୀକ୍ଷେତ୍ରରେ 5 ଦିନ ଅବସ୍ଥାନ ମଧ୍ୟରେ ପ୍ରତ୍ୟେକ ଦିନ ମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ଲାଗି ନିଜର ଶିଷ୍ୟବର୍ଗଙ୍କୁ ସାଥିରେ ଧରି ନାମ ସଂକୀର୍ତ୍ତନ କରି ମଙ୍ଗଳ ଆଳତୀରେ ଯୋଗ ଦିଅନ୍ତି। ଗୁରୁଦେବଙ୍କର ଗୈରିକ ବସନ ସହିତ ଶାନ୍ତ କୋମଳ ହସ ହସ ମୁଖମଣ୍ଡଳ, ବ୍ରହ୍ମର ତେଜ, ସୁମିଷ୍ଟ ବାଣୀ ଆଦି ଶ୍ରୀମନ୍ଦିରର ମହାସେବକ ବୃନ୍ଦଙ୍କୁ ଆକୃଷ୍ଟ କରିଥିଲା। ଧୀରେ ଧୀରେ ବହୁ ଭକ୍ତ ଆଗେଇ ଆସିଲେ ମହାଯଜ୍ଞର ସଫଳ ରୂପାୟନ ପାଇଁ, ଯଥା ବିତର୍ଛୁ ଭଗବାନ ମହାପାତ୍ରେ, ନବକିଶୋର ପତି ମହାପାତ୍ରେ, ସିଂହାରିଆ ରବି ଭାଇନା, ଚନ୍ଦନ ଲାଗି ସେବକ ବାମ ଭାଇନା ଓ ଅନାମ ଭାଇନା, ତଳୁଛ ପୁଷ୍ପାଳକ, ସିଂହାରିଆ